ପିଲାମାନେ କେମିତି ଅଛ? ତୁମକୁ ପାଠ ପଢ଼ିବାକୁ ଏବେ ବହୁତ ସମୟ ମିଳିଛି, କାରଣ ତୁମେମାନେ ଘରେ ସମୟ କାଟୁଛ। ତେଣୁ ସମୟ ବାହାର କରି ପାଠପଢ଼ାରେ ମନ ଦେବ। ଆଚ୍ଛା ପିଲେ, କହିଲ, ତୁମେ କେଉଁ ସମୟରେ ଅଧିକ ପାଣି ବ୍ୟବହାର କର, କେଉଁ ସମୟରେ କମ୍ ପାଣି ବ୍ୟବହାର କର? ଏହାର ଉତ୍ତର ତୁମେ ସହଜରେ ଦେଇପାରିବ, କାରଣ ଖରା ଦିନରେ ଆମେ ଅଧିକ ପାଣିର ଆବଶ୍ୟକ କରିଥାଉ ଏବଂ ଶୀତ ଦିନରେ ସାଧାରଣତଃ ଆମେ କମ୍ ଜଳର ବ୍ୟବହାର କରିଥାଉ। ତେଣୁ ଏବେ କହିଲ, ଆଜି ଆମେ କେଉଁ ବିଷୟରେ ଆଲୋଚନା କରିବାକୁ ଯାଉଛେ? କହିଲ ଦେଖି, ଏଗୁଡ଼ିକ କାହାର ଚିତ୍ର? ଏଗୁଡ଼ିକର ଆବଶ୍ୟକତା କ'ଣ? ହଁ, ଏଗୁଡ଼ିକୁ ଆମେ କୃଷିକାର୍ଯ୍ୟ, କଳକାରଖାନା, ଗାଧୋଇବା, ପିଇବା, ଜିନିଷପତ୍ର ଧୋଇବା ଏପରି ଅନେକ କାର୍ଯ୍ୟରେ ବ୍ୟବହାର କରୁଛେ। ତେଣୁ ଜଳ ହେଉଛି ଏକ ସମ୍ବଳ, କାରଣ ସମ୍ବଳର ସଂଜ୍ଞା ଆମେ ପୂର୍ବ ପାଠରେ ଆଲୋଚନା କରିଛେ। ତେଣୁ ଏବେ ଆମେ ଆଲୋଚନା କରିବା ସେହି ଜଳର ଆବଶ୍ୟକ ଏବଂ ଜଳ କିଭଳି ଏକ ସମ୍ବଳ। ତେବେ ସମୟକୁ ନଷ୍ଟ ନ କରି ଚାଲ ଏବେ ଆଲୋଚନା କରିବା। ଏହି ବିଷୟରେ ଆଲୋଚନା କରିବା ଆଗରୁ ଜଳ ଓ ଏହାର ବିତରଣ ବିଷୟରେ ମଧ୍ୟ ଆମେ ସମ୍ୟକ୍ ନଜର ଦେବା ଆବଶ୍ୟକ। ଯଦି ଆମେ ପୃଥିବୀ ପୃଷ୍ଠ ବିଷୟରେ ଚିନ୍ତା କରିବା, ପୃଥିବୀ ପୃଷ୍ଠ ଶତକଡ଼ା 71% ଜଳ ଓ 29% ସ୍ଥଳ ଦ୍ୱାରା ଆଚ୍ଛାଦିତ। ତେଣୁ ପୃଥିବୀକୁ ଜଳୀୟ ଗ୍ରହ କହନ୍ତି, କାରଣ ପୃଥିବୀରେ ଅଧିକାଂଶ ଅଞ୍ଚଳ ଜଳ ଦ୍ୱାରା ଆଚ୍ଛାଦିତ। ପୃଥିବୀରେ ଦେଖାଦେଉଥିବା ଜଳଭାଗ ମଧ୍ୟରେ ଅଧିକାଂଶ ଜଳ ସମୁଦ୍ରରେ ମିଳିଥାଏ, ଅର୍ଥାତ୍ ସମସ୍ତ ଜଳର ଶତକଡ଼ା 97% ଏହିଠାରୁ ମିଳିଥାଏ ଓ ଶତକଡ଼ା 2.7% ମଧୁର ଜଳ ଅଟେ। ତେଣୁ 97% ହେଉଛି ଲୁଣି ଜଳ ଓ 2.7% ହେଉଛି ମଧୁର ଜଳ ଏବଂ ଅନ୍ୟ ସମସ୍ତ ଜଳ ବିଭିନ୍ନ ଅବସ୍ଥାରେ ମିଳିଥାଏ। ମିଳୁଥିବା ମଧୁର ଜଳର ଶତକଡ଼ା 70% ଆଣ୍ଟାର୍କଟିକା, ଗ୍ରୀନଲ୍ୟାଣ୍ଡ ଓ ଉଚ୍ଚ ପର୍ବତ ଶିଖରମାନଙ୍କରେ ବରଫ ଚାଦର ଆକାରରେ ରହିଛି। ଅର୍ଥାତ୍ 2.7% ମଧୁର ଜଳକୁ ଯଦି ଆମେ 100% ଧରିବା, ଏହାର 70% ବରଫ ଆକାରରେ ମିଳିଥାଏ। ତେଣୁ ମଧୁର ଜଳର ଶତକଡ଼ା 1% ମନୁଷ୍ୟର ବ୍ୟବହାରରେ ଲାଗିଥାଏ। ଏହି ଜଳ ସାଧାରଣତଃ ଭୂଗର୍ଭସ୍ଥ ଜଳ, ନଦୀ ଜଳ, ହ୍ରଦ ଜଳ ତଥା ଝରଣା ଜଳରୁ ମିଳିଥାଏ। ମଧୁର ଜଳର ପରିମାଣ କମ୍। ଏହି କାରଣରୁ ଆମେ ମଧୁର ଜଳର ବ୍ୟବହାର ପ୍ରତି ଯତ୍ନବାନ ହେବା ଦରକାର। ପିଲାମାନେ ଦେଖ, ଏଠାରେ ଗୋଟିଏ ଚିତ୍ର ଦର୍ଶାଯାଇଛି। ଏଠାରେ ସାଗର, ନଦୀ ଜଳ ତଥା ହ୍ରଦର ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଯାଇଥାଏ। ଏହି ଯିବା ପ୍ରକ୍ରିୟାକୁ ବାଷ୍ପୀଭବନ କହନ୍ତି। ବାୟୁମଣ୍ଡଳର ଉପରି ଭାଗରେ ଏହା ଘନୀଭବନ ପ୍ରକ୍ରିୟାରେ ଥଣ୍ଡା ହୋଇ ଖଣ୍ଡ ଖଣ୍ଡ ବାଦଲରେ ଘୂରିବୁଲେ। ତୁମେ ବାଦଲ ନିଶ୍ଚୟ ଆକାଶରେ ଦେଖିଥିବ। ତେଣୁ ସେହି ବାଦଲ ଯେଉଁ ପ୍ରକ୍ରିୟାରେ ସୃଷ୍ଟି ହୁଏ, ସେହି ପ୍ରକ୍ରିୟାକୁ ଘନୀଭବନ କହନ୍ତି। ଏହାପରେ ଏହା ବର୍ଷଣ ଅଥବା ବର୍ଷା ଆକାରରେ ଭୂପୃଷ୍ଠକୁ ଫେରିଆସେ। ଏହାକୁ ବର୍ଷଣ କହନ୍ତି ବା ବର୍ଷା କହନ୍ତି। ଏହି ତିନୋଟି ପ୍ରକ୍ରିୟା ଚକ୍ର ଆକାରରେ ହେଉଥିବାରୁ ଏହାକୁ ଜଳଚକ୍ର କହନ୍ତି। ତେଣୁ ଏହି ଚିତ୍ରକୁ ତୁମେ ଭଲ ଭାବରେ ଦେଖ। ଏବେ ଆମେ ଆଲୋଚନା କରିବା ସ୍ଥଳଭାଗରେ ଜଳର ବଣ୍ଟନ। ଏଠାରେ ପୃଥିବୀର, ଭାରତର ତଥା ଓଡ଼ିଶାର କେତେକ ନଦୀର ନାମ ଦିଆଯାଇଛି। ତୁମେ ଭଲ ଭାବରେ ଲକ୍ଷ୍ୟ କର। ଅର୍ଥାତ୍ ଏହା ସହିତ ମୁଖ୍ୟ ହ୍ରଦ ତଥା ଏହାର ଅବସ୍ଥିତି ବିଷୟରେ ମଧ୍ୟ ଦର୍ଶାଯାଇଛି। ଏହା ତୁମ ବହିର 17 ଓ 18 ପୃଷ୍ଠାରେ ଦିଆଯାଇଛି। ତେଣୁ ତୁମେ ଭଲ ଭାବରେ ଦେଖିନିଅ। ଏଠାରେ ଦିଆଯାଇଥିବା ଚିତ୍ରରେ ଭାରତର ଜଳ ସମ୍ବଳରେ ଆମେ ନଦୀ ଓ ହ୍ରଦମାନଙ୍କର ଅବସ୍ଥିତି ଓ ଏହାର ଗତିପଥ ମଧ୍ୟ ଦିଆଯାଇଛି। ତେଣୁ ତୁମେ ଏହାକୁ ଭଲ ଭାବରେ ଲକ୍ଷ୍ୟ କର, ଯାହାଦ୍ୱାରା ତୁମେ ଭଲରେ ବୁଝିପାରିବ। ଏହି ଚିତ୍ରରେ ଏହା ମଧ୍ୟ ଦିଆଯାଇଛି କେଉଁ ନଦୀଗୁଡ଼ିକ ପୂର୍ବକୁ ବହିଛି, କେଉଁ ନଦୀଗୁଡ଼ିକ ପଶ୍ଚିମକୁ ବହିଛି। ଅର୍ଥାତ୍ କେତେକ ନଦୀ ପୂର୍ବ ଦିଗରେ ବହି ବଙ୍ଗୋପସାଗରରେ ମିଶିଛି ଏବଂ ଆଉ କେତେକ ନଦୀ ପଶ୍ଚିମ ଦିଗରେ ବହି ଆରବ ସାଗରରେ ମିଶିଛି।
ଏବେ ଆମେ ଆଲୋଚନା କରିବା ଜଳର ବ୍ୟବହାର। ଆମେ ସାଧାରଣତଃ ଜଳକୁ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ ଆମର ପ୍ରତିଦିନ ବା ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ପୂରଣ କରିବା ପାଇଁ। ତେଣୁ ଜଳକୁ ସାଧାରଣତଃ ପାନୀୟ ଜଳ, ରନ୍ଧନ, କୃଷିକାର୍ଯ୍ୟ, ଶିଳ୍ପ, ବିଦ୍ୟୁତ୍ ଉତ୍ପାଦନ ଇତ୍ୟାଦି କାର୍ଯ୍ୟରେ ବ୍ୟବହାର କରାଯାଏ। ନଦୀ ଅବବାହିକାରେ ବସବାସ କରୁଥିବା ଲୋକମାନେ ମଧ୍ୟ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ନଦୀ ଉପରେ ମଧ୍ୟ ନିର୍ଭରଶୀଳ। ତେଣୁ ଜଳକୁ ବିଭିନ୍ନ କାର୍ଯ୍ୟରେ ଆମେ ବ୍ୟବହାର କରୁଥାଉ। ଏଠାରେ ପ୍ରଶ୍ନ ଉଠେ ଜଳର ଅଭାବ କାହିଁକି ଦେଖାଯାଏ? ଏହାର କାରଣ ହେଲା ଜଳର ସୁବିନିଯୋଗ ବା ଯେତିକି ପରିମାଣର ବା ଯେଉଁ ପରିମାଣର ଆବଶ୍ୟକ ସେହି ପରିମାଣର ବ୍ୟବହାର ନ କରିବା ଦ୍ୱାରା ଆବଶ୍ୟକ ଜଳ ଦୂଷିତ ହୋଇଥାଏ। ତେଣୁ ମଧୁର ଜଳର ପରିମାଣ କମ୍ ହେତୁ ଏହି ଜଳ ଦୂଷିତ ହୋଇଥାଏ ଏବଂ ଏହି ଦୂଷିତ ପାଇଁ ମଣିଷର ନିଜର କାର୍ଯ୍ୟ ବା କଳକାରଖାନା କାର୍ଯ୍ୟ ମଧ୍ୟ ଦାୟୀ। ତେଣୁ ତୁମେ ଜାଣିଛ ଯେ ପୃଥିବୀର ଜନସଂଖ୍ୟା ବଢ଼ିବା ସହିତ ତାହାର ଆବଶ୍ୟକତା ମଧ୍ୟ ବଢ଼ୁଛି। ପୃଥିବୀର ମଧୁର ଜଳର ପରିମାଣ ସୀମିତ ଥିବାରୁ ଆମେ ତାହାର ସଠିକ୍ ବିନିଯୋଗ ନ କରିବା ଦ୍ୱାରା ଜଳାଭାବ ପରିଲକ୍ଷିତ ହୋଇଥାଏ। ବର୍ତ୍ତମାନ ଜଳାଭାବ ଏକ ସମସ୍ୟା ରୂପେ ଉଭା ହୋଇଛି। ଏହାର ସମାଧାନ ଅତ୍ୟନ୍ତ ଜରୁରୀ। ଏବେ ଆମେ ଜଳ ସମ୍ବଳର ସଂରକ୍ଷଣ ବିଷୟରେ ଆଲୋଚନା କରିବା। ଜଳ ଏକ ନବୀକରଣ ଯୋଗ୍ୟ ସମ୍ବଳ ହୋଇଥିଲେ ମଧ୍ୟ ପ୍ରଦୂଷଣ ଯୋଗୁଁ ମନୁଷ୍ୟ ବ୍ୟବହାର ଉପଯୋଗୀ ଜଳର ପରିମାଣ ହ୍ରାସ ପାଉଛି। ଏଥିପାଇଁ ବାରମ୍ବାର ବ୍ୟବହୃତ ହୋଇ ଅପରିଷ୍କାର ହେଉଥିବା ଜଳ, କଳକାରଖାନା, ଡାକ୍ତରଖାନା ଓ ସହରାଞ୍ଚଳର ନାଳ ନର୍ଦ୍ଦମାର ଜଳ ଏବଂ ସାର ଓ କୀଟନାଶକ ବ୍ୟବହାର ହେଉଥିବା କୃଷିକ୍ଷେତ୍ରର ଜଳକୁ ପରିଷ୍କୃତ ନକରି ବାହାର ଜଳରେ ମିଶିବାକୁ ଦିଆଯିବା ଅନୁଚିତ। ଏହାଦ୍ୱାରା ଜଳ ସାଧାରଣତଃ ଦୂଷିତ ହୋଇଥାଏ। ଆଉ ଅନ୍ୟ ଏକ କାରଣ ହେଲା ଆମେମାନେ ମୃତ ବ୍ୟକ୍ତିର କିମ୍ବା ପ୍ରାଣୀମାନଙ୍କର ଶବକୁ ନଦୀରେ ଫିଙ୍ଗି ଦେବା ଦ୍ୱାରା ନଦୀ ଜଳ ମଧ୍ୟ ଦୂଷିତ ହୋଇଥାଏ। ତେଣୁ ଏଥିରୁ ଆମେ ଦୂରେଇ ରହିବା ଆବଶ୍ୟକ। ବନୀକରଣ ମଧ୍ୟ ଅନ୍ୟ ଏକ ଉପାୟ। ବନୀକରଣ ମାଧ୍ୟମରେ ଆମେ ଜଳକୁ ସଂରକ୍ଷଣ କରିପାରିବା। କାରଣ ବନୀକରଣ କରିବା ଦ୍ୱାରା ଭୂପୃଷ୍ଠରେ ବା ଭୂସ୍ଥଳସ୍ଥ ଜଳ ସଞ୍ଚୟ ହୋଇପାରେ ଏବଂ ଜଳଧାରଣ କ୍ଷମତା ବଢ଼ିଥାଏ। ତେଣୁ ମାତ୍ରାଧିକ ବ୍ୟବହାର ଓ ଅପଚୟ ବନ୍ଦ କରି ଜଳକୁ ଠିକ୍ ପରିମାଣରେ ବ୍ୟବହାର କରିବା ଦ୍ୱାରା ଏହାର ପରିମାଣ ବୃଦ୍ଧି ପାଇଥାଏ। ତେଣୁ ସଞ୍ଚିତ ଜଳର ପରିମାଣ ବୃଦ୍ଧି ଘଟିଲେ ଆମର ଆବଶ୍ୟକତା ଏବଂ ଆମର ପରପିଢ଼ି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ତେଣୁ ଏଥିପ୍ରତି ଆମେ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ। ଭୂମି ରୂପ ଅନୁସାରେ ଜଳକୁ ମଧ୍ୟ ବିଭିନ୍ନ ଉପାୟରେ ବ୍ୟବହାର କରିବା। କୃଷି କାର୍ଯ୍ୟରେ ବ୍ୟବହାର କଲାବେଳେ ଆମେ ମଧ୍ୟ ସତର୍କତା ଅବଲମ୍ବନ କରିବା। ଯେଭଳି କମ୍ ଜଳରେ କୃଷି କାର୍ଯ୍ୟ ହୋଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର। ନଦୀ ନିକଟରେ ବହି ଯାଉଥିବା ଜଳକୁ ଆମେ ଆନିକଟ, ବ୍ୟାରେଜ ତଥା ବନ୍ଧ ତିଆରି କରି ବର୍ଷା ଋତୁରେ ନଦୀ ଜଳକୁ ସଞ୍ଚିତ କରି ରଖିବା ଦ୍ୱାରା ଆମର ଅନେକ ଆବଶ୍ୟକତା ପୂରଣ ହୋଇଥାଏ। କାରଣ ଏଗୁଡ଼ିକ ସମୁଦ୍ରରେ ମିଶିଗଲେ ମଧୁର ଜଳର ଆବଶ୍ୟକତାକୁ ଆମେ ପୂରଣ କରିପାରିବା ନାହିଁ। ତେଣୁ ଏହି ଜଳ ଗୁଡ଼ିକୁ ଆମେ ପ୍ରକୃତ ବ୍ୟବହାର କରିବା ଦ୍ୱାରା କେତେକ ପରିମାଣରେ ଆମେ ନିୟନ୍ତ୍ରଣ କରିପାରିବା। ତେଣୁ ଶେଷରେ କହିବାକୁ ଗଲେ ଏହି ଜଳ ପ୍ରତି ସଯତ୍ନ ବ୍ୟବହାର ଏବଂ ଆବଶ୍ୟକତାର ଗୁରୁତ୍ୱ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦରକାର। ଯାହାଦ୍ୱାରା ଆମେ ଆମର ଲକ୍ଷ୍ୟକୁ ପୂରଣ କରିପାରିବା। ତେଣୁ ନିମ୍ନରେ କିଭଳି ଆନିକଟ, ବ୍ୟାରେଜ, ନଦୀବନ୍ଧ ଓ ଡ୍ୟାମ୍ ନିର୍ମାଣ କରାଯାଏ ଏହା ମଧ୍ୟ ଦିଆଯାଇଛି। ତେଣୁ ତୁମ ବହିରେ ତୁମେ 19 ପୃଷ୍ଠାରେ ଭଲ ଭାବରେ ଦେଖିନେବ। ଏହିଗୁଡ଼ିକ ସାଧାରଣତଃ ଉଚ୍ଚତା ଦୃଷ୍ଟିରୁ ଏହାକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି ଏବଂ ଏଗୁଡ଼ିକ ସାଧାରଣତଃ କୃତ୍ରିମ ଏବଂ ଏହାକୁ ନିର୍ମାଣ କଲାବେଳେ ପ୍ରତ୍ୟେକ ନଦୀର ଦୁଇ କୂଳକୁ ସଂଯୋଗ କରି ନିର୍ମାଣ କରାଯାଏ। ଏହା ସାଧାରଣତଃ କୃଷି କ୍ଷେତ୍ରରେ ଜଳସେଚନ କରିବା ବା ବର୍ଷା ସମୟରେ କେନାଲକୁ ଜଳ ଯୋଗାଇବା କାର୍ଯ୍ୟରେ ବ୍ୟବହାର କରାଯାଏ। ତେଣୁ ଆଜି ପାଇଁ ଏତିକି। ପରବର୍ତ୍ତୀ ଅଧ୍ୟାୟରେ
ଆମେ ପ୍ରାକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀ ବିଷୟରେ ଆଲୋଚନା କରିବା। ଧନ୍ୟବାଦ।